ସମସ୍ତ ସହଯୋଗୀଙ୍କୁ ମକର ସଂକ୍ରାନ୍ତିର ହାର୍ଦ୍ଦିକ ଶୁଭେଚ୍ଛା। ମକର ସଂକ୍ରାନ୍ତି ହେଉଛି ଏକ ପବିତ୍ର ପର୍ବ, ଯେଉଁଦିନ ସୂର୍ଯ୍ୟଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି। ଏହାକୁ ଉତ୍ତରାୟଣର ଆରମ୍ଭ ବୋଲି ମନାଯାଏ, ଅର୍ଥାତ୍ ଦେବତାମାନଙ୍କର ଦିନର ଆରମ୍ଭ। ଶାସ୍ତ୍ରମାନେ କହିଛନ୍ତି ଯେ ଏହି ଦିନ ସ୍ନାନ, ଦାନ, ଜପ ଓ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଏହା ସହିତ କୁହାଯାଏ ଯେ ମକର ସଂକ୍ରାନ୍ତିର କଥା କେବଳ ଶୁଣିଲେ ମଧ୍ୟ ସୂର୍ଯ୍ୟଦେବ ପ୍ରସନ୍ନ ହୁଅନ୍ତି ଏବଂ ଧନ, ସୁଖ, ସମୃଦ୍ଧି ବୃଦ୍ଧି ପାଏ, ରୋଗ, ଶୋକ ଓ ବାଧାରୁ ମୁକ୍ତି ମିଳେ, ପରିବାରରେ ସୁଖ, ଶାନ୍ତି ଓ ଏକତା ରହିଥାଏ। ପ୍ରିୟ ସହଯୋଗୀମାନେ, ଏହି କଥାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ। ଏହା ହେଉଛି ଗୋଟିଏ ଗାଁର କଥା, ଯାହାର ନାମ ଥିଲା ଶାନ୍ତିପୁର। ନାମରେ ଶାନ୍ତି ଥିଲା, କିନ୍ତୁ ସେହି ଗାଁର ଗୋଟିଏ ଘରେ ମାଧବ ଓ ଗୋପାଳ ବାପା ପୁଅଙ୍କ ହୃଦୟରେ ବର୍ଷରୁ ବର୍ଷ ଧରି ଅଶାନ୍ତିର ଏକ ଝଡ଼ ପାଳିତ ହେଉଥିଲା। ଶାନ୍ତିପୁର ଗଙ୍ଗା ନଦୀ କୂଳରେ ଅବସ୍ଥିତ ଗୋଟିଏ ଛୋଟ ସବୁଜ ଗାଁ ଥିଲା। ସେଠାରେ ମାଟି ଉର୍ବର ଥିଲା ଓ ଲୋକମାନେ ସରଳ ସ୍ୱଭାବର ଥିଲେ। କ୍ଷେତରେ ପକ୍କା ଫସଲ ବାତାସରେ ଦୋଳାୟମାନ ହୋଇ ମନେ ହେଉଥିଲା ଯେପରି ଜୀବନର ଗୀତ ଗାଉଛି। କିନ୍ତୁ ମାଧବଙ୍କ ଘରେ ସେହି ଗୀତ ବର୍ଷରୁ ବର୍ଷ ଧରି ନୀରବ ହୋଇ ପଡ଼ିଥିଲା। ମାଧବ 70 ବର୍ଷର ଏକ ଅଭିଜ୍ଞ କୃଷକ ଥିଲେ। ତାଙ୍କ ଚର୍ମରେ ସୂର୍ଯ୍ୟ ଓ ମାଟିର କାହାଣୀ ଲେଖାଥିଲା। ବର୍ଷରୁ ବର୍ଷ ହାଲଚାଲ ଚଳାଇବାରୁ ତାଙ୍କ ହାତ ଖରାପ ହୋଇଯାଇଥିଲା। ସେହି ହାତରେ ମାଟିର ପ୍ରତ୍ୟେକ ନସର ପରିଚୟ ଥିଲା। ତାଙ୍କ ଆଖି ଗଭୀର ଥିଲା, ଯେଉଁଥିରେ ଏକ ନୀରବ ବେଦନାର ସମୁଦ୍ର ସଦା ଲହରୀ ମାରୁଥିଲା। ତାଙ୍କ ପୁଅ ଗୋପାଳ ଏକ ସମୟରେ ସେହି ଆଖିର ତାରା ଥିଲା, କିନ୍ତୁ ଆଜି ସେହି ତାରା ନିଜ ଅହଙ୍କାରର ଆକାଶରେ ଏକାକୀ ଜ୍ୱଳମାନ ଥିଲା। ଗୋପାଳ ମଧ୍ୟ ଜଣେ କୃଷକ, 35 ବର୍ଷର ଏକ ଶକ୍ତିଶାଳୀ ଯୁବକ, ଯାହାର ଭୁଜାରେ ଶକ୍ତି ଓ ମନରେ ନୂଆ ବିପ୍ଳବ ଚିନ୍ତା ଥିଲା। କିନ୍ତୁ ତାଙ୍କ ମନରେ ଏକ କଡ଼ାପନ ଥିଲା, ଯାହା ତାଙ୍କ ପିତାଙ୍କୁ ତାଙ୍କଠାରୁ ଦୂରେଇ ନେଇଯାଉଥିଲା। 5 ବର୍ଷ ପୂର୍ବର କଥା। ସେହି ବର୍ଷ ମନସୁନ୍ ଭଲ ହୋଇନଥିଲା ଓ ଫସଲ ଶୁଖିବାକୁ ଲାଗିଥିଲା। ଗୋପାଳ, ଯିଏ ସଦା ନୂଆ କିଛି କରିବାକୁ ଚାହୁଁଥିଲା, ଏକ ନୂଆ ସିଞ୍ଚାଇ ପ୍ରଣାଳୀ ପରୀକ୍ଷା କରିବାକୁ ଚାହୁଁଥିଲା। କିନ୍ତୁ ମାଧବ ପାରମ୍ପରିକ ପଦ୍ଧତିରେ ଅଟୁଟ ଥିଲେ। ସେ କହିଥିଲେ, ଆରେ ପୁଅ, ଏସବୁ ସହରର ଢଙ୍ଗ। ଆମ ମାଟିରେ ସେହି ପଦ୍ଧତି ଭଲ କାମ କରେ, ଯାହା ଆମ ପୂର୍ବଜମାନେ ଆମକୁ ଶିଖେଇଛନ୍ତି। କିନ୍ତୁ ଗୋପାଳ ପାଇଁ ସେହି କଥା ବିଷ ପରି ଲାଗିଥିଲା। ତାଙ୍କୁ ଲାଗିଲା ଯେ ପିତା ତାଙ୍କୁ ବିଶ୍ୱାସ କରୁନାହାନ୍ତି, ତାଙ୍କ ଚିନ୍ତାକୁ ମହତ୍ତ୍ୱ ଦେଉନାହାନ୍ତି। ସେ କହିଥିଲା, ଆପଣଙ୍କ ଚିନ୍ତାଧାରା ପୁରୁଣା ହୋଇଗଲା ବାପା। ସେହି କାରଣରୁ ଆମେ କେବେ ଆଗକୁ ବଢ଼ିପାରୁନାହୁଁ। ସେହି ଦିନ କଥାର ସୀମା ଭାଙ୍ଗିଗଲା ଓ ସମ୍ପର୍କର ଡୋରି ମଧ୍ୟ ଛିଣ୍ଡିଗଲା। ରାଗରେ ମାଧବ କହିଦେଲେ, ଯଦି ତୁମେ ମୋର ଚିନ୍ତାକୁ ଏତେ ଅସହ୍ୟ କରୁଛ, ତେବେ ନିଜ ଚିନ୍ତା ଅନୁସାରେ ଜୀବନ ବଞ୍ଚ। ମୋର ଦ୍ୱାର ତୁମ ପାଇଁ ବନ୍ଦ। ଗୋପାଳ କିଛି କହିଲା ନାହିଁ। ସେ ନିଜ ସାମାନ ନେଇ ଗାଁର ଅନ୍ୟ ପାର୍ଶ୍ୱରେ ନିଜ ଛୋଟ ଜମିରେ ଗୋଟିଏ ଘର ବନାଇ ଅଲଗା ରହିବାକୁ ଲାଗିଲା। 5 ବର୍ଷ ବିତିଗଲା। ସେମାନେ ଏକେ ଗାଁରେ ରହୁଥିଲେ, ଏକେ ବଜାରକୁ ଯାଉଥିଲେ, ଏକା କ୍ଷେତର ମେଢ଼ରେ କାମ କରୁଥିଲେ। କିନ୍ତୁ ଦୁଇ ଜଣଙ୍କ ଆଖି କେବେ ମିଶୁନଥିଲା। ମଧ୍ୟରେ ଏକ ଅଦୃଶ୍ୟ ଦେୱାଲ ଦଣ୍ଡାୟମାନ ଥିଲା।
ମାଧବଙ୍କ ହୃଦୟ ପୁଅ ପାଇଁ ଧଡ଼କୁଥିଲା, କିନ୍ତୁ ଅହଙ୍କାର ଓ ପୁରୁଣା ଆଘାତ ତାଙ୍କୁ ଆଗକୁ ବଢ଼ିବାକୁ ଦେଉନଥିଲା। ଗୋପାଳ ମଧ୍ୟ ପିତାଙ୍କୁ ଦେଖିଲେ ବେଦନା ଅନୁଭବ କରୁଥିଲା, କିନ୍ତୁ ମୁଁ କାହିଁକି ପ୍ରଥମେ ଝୁକିବି, ଏହି ଭାବନା ତାଙ୍କୁ ଅଟକାଇ ଦେଉଥିଲା। ତାଙ୍କ ମା, ଯିଏ ଦୁଇ ଜଣଙ୍କ ମଧ୍ୟରେ ସେତୁ ଥିଲେ, ପୂର୍ବରୁ ହିଁ ସ୍ୱର୍ଗକୁ ଚାଲି ଯାଇଥିଲେ। ତାଙ୍କର ଅଭାବ ଏହି ଦୂରତାକୁ ଆଉ ଗଭୀର କରିଦେଇଥିଲା। ଏବେ ମକର ସଂକ୍ରାନ୍ତି ଆସୁଥିଲା। ସମଗ୍ର ଶାନ୍ତିପୁରରେ ଉତ୍ସବର ମାହୋଲ ଥିଲା। ଘରେ ଘରେ ତିଳଗୁଡ଼ିକର ସୁଗନ୍ଧ ଛାଡ଼ି ଯାଉଥିଲା। ପିଲାମାନେ ପତଙ୍ଗ ଉଡ଼ାଇବା ପାଇଁ ଉତ୍ସାହିତ ଥିଲେ। ନାରୀମାନେ ଘରଗୁଡ଼ିକୁ ସଫା କରୁଥିଲେ। ଏହି ଦିନ ସୂର୍ଯ୍ୟଙ୍କ ଉତ୍ତରାୟଣର ପ୍ରତୀକ। ଯେତେବେଳେ ସେ ଦକ୍ଷିଣରୁ ଉତ୍ତର ଦିଗକୁ ଯାତ୍ରା ଆରମ୍ଭ କରନ୍ତି, ଅନ୍ଧକାରରୁ ପ୍ରକାଶକୁ, ଶୀତଳତାରୁ ଉଷ୍ମତାକୁ, ଏହା ନବୀକରଣ, ଦାନ ଓ ପୁଣ୍ୟର ପର୍ବ। ତ ଓ ସମ୍ପର୍କରେ ମାଧୁର୍ଯ୍ୟ ଆଣିବାର ପର୍ବ ଥିଲା। ମାଧବ ନିଜ ଛୋଟ ଘରର ଚୌକାଠରେ ବସି ସଙ୍ଗୀତ ଦୂର କ୍ଷେତମାନଙ୍କୁ ନିହାରୁଥିଲେ। ତାଙ୍କ ଆଖି ଶୂନ୍ୟ ଓ ଉଦାସ ଥିଲା। ମକର ସଂକ୍ରାନ୍ତି ଆସୁଥିଲା, ଯାଉଥିଲା, କିନ୍ତୁ ତାଙ୍କ ଜୀବନରେ କେବେ ଉତ୍ତରାୟଣ ଆସୁନଥିଲା। ତାଙ୍କ ପୁଅ ଗୋପାଳ କେତେଥର ତାଙ୍କ ପାଖରୁ ଯାଇଥିଲେ, କିନ୍ତୁ କେବେ ପଛକୁ ଘୂରି ଦେଖିନଥିଲେ। ମାଧବଙ୍କ ଛାତିରୁ ଏକ ଦୀର୍ଘ ନିଶ୍ୱାସ ବାହାରିଲା। ହେ ରାମ, କେତେ ଦିନ ଏଭଳି ଚାଲିବ? ଉଦ୍ଧାରେ ଗୋପାଳ ମଧ୍ୟ ନିଜ କ୍ଷେତରେ କାମ କରୁଥିବା ବେଳେ ମନମରା ଥିଲା। ମକର ସଂକ୍ରାନ୍ତିର ଉଲ୍ଲାସ ତାଙ୍କୁ ଅଧିକ ଦୁଃଖୀ କରୁଥିଲା। ତାଙ୍କ ଘରେ କୌଣସି ଉତ୍ସାହ ନଥିଲା। କୌଣସି ପର୍ବ ପାଳନ କରିବାକୁ ଲୋକେ ନଥିଲେ। ସ୍ତ୍ରୀର ମୃତ୍ୟୁ ପରେ ସେ ଏକାକୀ ହୋଇଯାଇଥିଲେ ଓ ବାପାଠାରୁ ଅଲଗା ହୋଇଯିବା ପରେ ତାଙ୍କ ଦୁନିଆ ଆଉ ଅଧିକ ସଙ୍କୁଚିତ ହୋଇଯାଇଥିଲା। ତାଙ୍କ ଶିଶୁବେଳର ସ୍ମୃତି ମନେ ପଡ଼ିଲା। ମକର ସଂକ୍ରାନ୍ତି ଦିନ ବାପା କିପରି ସକାଳୁ ସକାଳୁ ତାଙ୍କୁ ଗଙ୍ଗା ସ୍ନାନ କରାଇବାକୁ ନେଇଯାଉଥିଲେ, ପରେ ତିଲଗଡ଼ ଖୁଆଉଥିଲେ, ମନ୍ଦିରକୁ ନେଇ କଥା ଶୁଣାଉଥିଲେ। ସେଦିନ ଦୁହିଁଙ୍କ ମଧ୍ୟରେ କେତେ ପ୍ରେମ ଥିଲା। ତାଙ୍କ ହୃଦୟରେ ଏକ ବେଦନା ଉଠିଲା, କିନ୍ତୁ ସେ ତୁରନ୍ତ ତାକୁ ଦମନ କରିଦେଲା। ନା, ଭୁଲ ତ ତାଙ୍କର। ମୁଁ କାହିଁକି ସେସବୁ ମନେ କରିବି? ମକର ସଂକ୍ରାନ୍ତିର ପୂର୍ବ ସନ୍ଧ୍ୟାରେ ଗାଁର ଠାକୁର ବାବା, ଯିଏ ଗାଁର ସବୁଠାରୁ ବୃଦ୍ଧ ଓ ଜ୍ଞାନୀ ବ୍ୟକ୍ତି ଥିଲେ, ମାଧବଙ୍କ ପାଖକୁ ଆସିଲେ। ଆରେ ମାଧବ, କ'ଣ ହେଲା? ଏତେ ଉଦାସ କାହିଁକି? କାଲି ମକର ସଂକ୍ରାନ୍ତି, ଖୁସି ହେବା କଥା। ମାଧବ ତାଙ୍କୁ ଦେଖିଲେ। ଆଖିରେ ଲୁହ ଭରିଆସିଲା। କ'ଣ କହିବି ବାବା, ପ୍ରତିବର୍ଷ ଏହି ପର୍ବ ଆସେ, କିନ୍ତୁ ମୁଁ ଓ ମୋ ପୁଅଙ୍କ ମଧ୍ୟରେ ଦୂରତା କମୁନାହିଁ। ଠାକୁର ବାବା ତାଙ୍କ କାନ୍ଧରେ ହାତ ରଖିଲେ। ମାଧବ, ସୂର୍ଯ୍ୟ ଉତ୍ତରାୟଣ ହୁଅନ୍ତି, ସମୟ ବଦଳେ। କିଏ ଜାଣେ, ଏଥର ସୂର୍ଯ୍ୟଦେବ ତୁମ ଜୀବନରେ ମଧ୍ୟ ଆଲୋକ ଆଣିଦେବେ। ସେ ଗଭୀର ନିଶ୍ୱାସ ନେଲେ। କାଲି ସକାଳେ ମନ୍ଦିରରେ କଥା ହେବା। ଗୋପାଳ ମଧ୍ୟ ଆସିବ ନା? ମାଧବ ମୁଣ୍ଡ ନମାଇ ଦେଲେ। ଜାଣିନି ବାବା, ସେ ତ ମୋ ମୁହଁ ମଧ୍ୟ ଦେଖିବାକୁ ଚାହୁଁନାହିଁ। ପରଦିନ ମକର ସଂକ୍ରାନ୍ତି। କାକରା ଶୀତଦିନ ଥିଲା, କିନ୍ତୁ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ିବା ସହ ଏକ ନୂଆ ସ୍ଫୁର୍ତ୍ତି ଛାଇଗଲା। ଗାଁ ଲୋକେ ଗଙ୍ଗା ସ୍ନାନ ପାଇଁ ବେରିଲେ। ମାଧବ ମଧ୍ୟ ନିଜ ବୃଦ୍ଧ ଶରୀରକୁ ସमेଟି ଗଙ୍ଗାକୁ ଚାଲିଲେ।
ତାଙ୍କର ମନରେ ଅଜଣା ଅଶାନ୍ତି ଥିଲା। ଗଙ୍ଗାର ପବିତ୍ର ଜଳରେ ସ୍ନାନ କରି ସେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ। ଓମ୍ ସୂର୍ଯ୍ୟାୟ ନମଃ। ଆଖି ବନ୍ଦ କରି ପ୍ରାର୍ଥନା କଲେ, ହେ ସୂର୍ଯ୍ୟଦେବ, ମୁଁ ଓ ମୋ ଗୋପାଳ ମଧ୍ୟର ହିମକୁ ଗଳାଇ ଦିଅ। ଉଦ୍ଧାରେ ଗୋପାଳ ମଧ୍ୟ ସକାଳୁ ଉଠି କ୍ଷେତକୁ ଯିବାକୁ ବାହାରିଥିଲା। କିନ୍ତୁ ଆଜି ତାଙ୍କ ପାଦ ଅଜାଣତରେ ମନ୍ଦିର ଦିଗକୁ ମୁହଁ ମୋଡ଼ିଦେଲା। ସେ ମଧ୍ୟ ଗଙ୍ଗା ସ୍ନାନ କଲା, କିନ୍ତୁ କାହା ସହ କଥା ହେଲାନି। ତାଙ୍କ ଆଖି ସବୁଠାରେ ବାପାଙ୍କୁ ଖୋଜୁଥିଲା। ମନ୍ଦିରରେ ପଣ୍ଡିତଜୀ କଥା ଆରମ୍ଭ କଲେ। ଆଜି ମକର ସଂକ୍ରାନ୍ତି। ସୂର୍ଯ୍ୟ ଦକ୍ଷିଣାୟରୁ ଉତ୍ତରାୟଣକୁ ଯାଆନ୍ତି। ଏହା କେବଳ ଦିଗର ପରିବର୍ତ୍ତନ ନୁହେଁ, ଏକ ଆତ୍ମିକ ସନ୍ଦେଶ। ସେ କହିଲେ, ସୂର୍ଯ୍ୟ କେବେ ଭେଦଭାବ କରନ୍ତି ନାହିଁ, ସମସ୍ତଙ୍କୁ ସମାନ ଆଲୋକ ଦିଅନ୍ତି। ଏହି କଥା ଗୋପାଳଙ୍କ ହୃଦୟକୁ ସ୍ପର୍ଶ କଲା। ମୋ ବାପା କ'ଣ କେବେ ମୋ ସହ ଭେଦଭାବ କରିଥିଲେ? ନା, କରିନଥିଲେ। ପଣ୍ଡିତଜୀ କହିଲେ, ଉତ୍ତରାୟଣ ଆମକୁ ଶିଖାଏ ଯେ ଥଣ୍ଡା ସମ୍ପର୍କକୁ ଗରମ କରିବା। ଗୋପାଳଙ୍କ ଆଖିରେ ଲୁହ ଆସିଗଲା। ଅହଙ୍କାର ଶବ୍ଦଟି ତାଙ୍କ ମନରେ ଗୁଞ୍ଜିଲା। ମୋର ଅହଙ୍କାର ହିଁ ମୋତେ ବାପାଙ୍କୁ ଦୂର ରଖିଛି। ମୁଁ ତାଙ୍କୁ ମାର ମୃତ୍ୟୁ ପରେ ବାପା କିପରି ତାଙ୍କୁ ସମ୍ଭାଳିଥିଲେ, ସବୁ ମନେ ପଡ଼ିଲା। ପଣ୍ଡିତଜୀ କହିଲେ, ତିଲ ଓ ଗୁଡ଼ ପ୍ରେମ ଓ ମିଠାସର ପ୍ରତୀକ। ସମ୍ପର୍କରେ ମଧ୍ୟ ଏହି ମିଠାସ ରଖ। ଗୋପାଳ ଆଉ ଆପଣଙ୍କୁ ରୋକିପାରିଲା ନାହିଁ। ସେ ଭିଡ଼ ଭିତରେ ବାପାଙ୍କୁ ଦେଖିଲା। ମାଧବ ଦୁର୍ବଳ ଝୁକା ଦେହ, ଆଖିରେ ଲୁହ। ତାଙ୍କ ହୃଦୟ କାନ୍ଦି ଉଠିଲା। ମୁଁ କ'ଣ କରିଦେଇଛି? କଥା ସମାପ୍ତ ହେଲା। ଲୋକେ ବାହାରିଗଲେ। ଗୋପାଳ ଧୀରେ ଧୀରେ ଉଠି ବାପାଙ୍କ ପାଖକୁ ଗଲା। ହଠାତ୍ ସେ ତାଙ୍କ ପାଦ ଧରି ପଡ଼ିଗଲା। ବାପା! ଲୁହରେ ଭିଜିଗଲା ମାଧବଙ୍କ ପାଦ। ମୋତେ କ୍ଷମା କରନ୍ତୁ ବାପା, ମୁଁ ଭୁଲ କରିଛି। ମାଧବ ତାଙ୍କୁ ଜୋରରେ ଆଲିଙ୍ଗନ କଲେ। ମୋ ପୁଅ, କୌଣସି ବାପା ନିଜ ପୁଅ ଉପରେ ରୁଷ୍ଟ ରହିପାରେନି। ମନ୍ଦିରରେ ସମସ୍ତଙ୍କ ଆଖି ଭିଜିଗଲା। ଠାକୁର ବାବା କହିଲେ, ଆଜି ସତରେ ମକର ସଂକ୍ରାନ୍ତି ହେଲା। ଦୁଇଟି ହୃଦୟ ଉତ୍ତରାୟଣ ହେଲା। ମାଧବ କହିଲେ, ଚାଲ ପୁଅ, ଘରକୁ ଯିବା। ଆଜି ତିଲଗୁଡ଼ ହେବ। ସୂର୍ଯ୍ୟଙ୍କ କିରଣ ଦୁହିଁଙ୍କ ମୁହଁରେ ପଡ଼ୁଥିଲା, ଯେମିତି ଆଶୀର୍ବାଦ। ସେଦିନ ମାଧବଙ୍କ ଘରେ ପୁଣି ଚୁଲି ଜଳିଲା। ତିଲ ଗୁଡ଼ର ସୁଗନ୍ଧ ଫେରିଗଲା। ଗୋପାଳ ବାପାଙ୍କ ପାଖରେ ବସି ତିଲ ଗୁଡ଼ ଖାଇଲା। ସେଥିରେ ତାଙ୍କୁ ଶିଶୁବେଳର ସମସ୍ତ ମିଠାସ୍ ମିଳିଗଲା। ସେ ଦିନ ପରେ ମାଧବ ଓ ଗୋପାଳ କେବେ ଅଲଗା ହେଲେନି। ଗାଁ ଲୋକେ କହୁଥିଲେ, ସେହି ମକର ସଂକ୍ରାନ୍ତିରେ କେବଳ ସୂର୍ଯ୍ୟ ଉତ୍ତରାୟଣ ଥିଲେ। ମାଧବ ଓ ଗୋପାଳଙ୍କ ହୃଦୟରେ ମଧ୍ୟ ପ୍ରେମ ଓ କ୍ଷମାର ସୂର୍ଯ୍ୟୋଦୟ ହୋଇଥିଲା। ଏହି କଥା ଆଜି ମଧ୍ୟ ଶାନ୍ତିପୁରରେ ଶୁଣାଯାଏ, ଯାହା ଆମକୁ ଶିଖାଏ ଯେ ଅହଙ୍କାର ତ୍ୟାଗ କରି ସମ୍ପର୍କରେ ଆଗେଇ ବଢ଼ିବା ହେଉଛି ଜୀବନର ସତ୍ୟ ଆଲୋକ। କାରଣ ସମ୍ପର୍କର ଉଷ୍ମତା ଆମକୁ ପ୍ରତ୍ୟେକ ସଙ୍ଗୀତ ଶୀତଳତାରୁ ସୁରକ୍ଷା କରେ ଏବଂ କ୍ଷମାର ଶକ୍ତିଠାରୁ ବଡ଼ କୌଣସି ଦାନ ନାହିଁ। ପ୍ରିୟ ସାଥୀମାନେ, ଏହି ଭିଡ଼ିଓରେ ମକର ସଂକ୍ରାନ୍ତିର ପବିତ୍ର କଥା ଏଠାରେ ସମାପ୍ତ ହେଉଛି। ଆମେ କାମନା କରୁଛୁ ଯେ ଭଗବାନ ସୂର୍ଯ୍ୟଦେବଙ୍କ କୃପା ଆପଣମାନଙ୍କ ସମସ୍ତଙ୍କ ଉପରେ ସଦା ରହୁ। ଜୟ ସୂର୍ଯ୍ୟଦେବ, ଜୟ ହେ ଜଗତ୍ ପିତା।